ଭାରତ ସହିତ ଖେଳିବେ ଆଉ ଭାରତକୁ ନେଇ ପଙ୍ଗା ନେବେ। ଭାରତ ସହ ପଙ୍ଗା ନେବା ଏବେ ପଡ଼ିଲା ମହଙ୍ଗା। ଦର୍ଶକ ବନ୍ଧୁ 50 ମାରିଲେ ବା ଅର୍ଦ୍ଧଶତକ ମାରିଲେ ଆଉ ଏହାପରେ ଏମିତି ବନ୍ଧୁକ ଦେଖାଇ ସେଲିବ୍ରେସନ୍ କଲେ, ଯାହାକୁ ନେଇ ଏବେ ସେ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚାରେ। ଆମେ କହୁଛୁ ପାକିସ୍ତାନର ଓପନର ସାହିବଜାଦାଙ୍କୁ ନେଇ। ସେ ଏମିତି ଏକ ଖେଳାଳି ଯିଏ ଏବେ ସୋସିଆଲ ମିଡ଼ିଆରେ ବେଶ ଟ୍ରୋଲ୍ ହେଉଛନ୍ତି। କାରଣ ଯେତେବେଳେ ଗତକାଲି ଭାରତ ବିପକ୍ଷରେ ପାକିସ୍ତାନ ଖେଳିଥିଲା ଆଉ ସେଠାରେ ସେ ଭଲ ବ୍ୟାଟିଂ କରିଥିଲେ ଏବଂ ଅର୍ଦ୍ଧଶତକ ମାରିଥିଲେ, ହେଲେ ତାଙ୍କର ସେଲିବ୍ରେସନକୁ ନେଇ ଏବେ ସବୁଠି ଚର୍ଚ୍ଚା। କୁହାଯାଉଛି ଯେ ତାଙ୍କର ଏମିତି ଏକ ସେଲିବ୍ରେସନ୍ ହୁଏତ ICC ଅଣଦେଖା ନ କରିପାରେ, ତାଙ୍କ ଉପରେ ଏକ କଡ଼ା କାର୍ଯ୍ୟାନୁଷ୍ଠାନ ନେଇପାରେ। କିନ୍ତୁ ସେ ତ ଅଲଗା କଥା। ମୂଳ କଥା ଶୁଣନ୍ତୁ। ଗତକାଲି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଥିଲା ସୁପର 4ର ଦ୍ୱିତୀୟ ମ୍ୟାଚ୍। ଭାରତ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାପରେ ପାକିସ୍ତାନର 2 ଜଣ ଓପନର ବ୍ୟାଟିଂ କରିବାକୁ ଆସିଥିଲେ। ପ୍ରଥମ ଓଭରରେ ସାହିବଜାଦା ଫରହାନ, ଯିଏକି ପାକିସ୍ତାନର ଓପନର, ତାଙ୍କର କ୍ୟାଚ୍ ଉଠିଥିଲା। ହେଲେ ଏହି କ୍ୟାଚ୍ଟିକୁ ଧରିପାରିନଥିଲେ ଅଭିଷେକ ଶର୍ମା, ଯେଉଁଥିପାଇଁ ସେ 0 ରନ୍ରେ ଖାତା ଖୋଲିବା ପୂର୍ବରୁ ତାଙ୍କୁ ଏକ ଜୀବନଦାନ ମିଳିଯାଇଥିଲା। ଏହାପରେ ସେ ଆଉ ଗୋଟିଏ ମଧ୍ୟ କ୍ୟାଚ୍ ଉଠାଇଥିଲେ, ହେଲେ ସେ ମଧ୍ୟ ସେହି କ୍ୟାଚ୍କୁ ମଧ୍ୟ ଭାରତୀୟ ଖେଳାଳି ଧରିପାରିନଥିଲେ, ଯେଉଁଥିପାଇଁ ତାଙ୍କୁ 2ଟି ଜୀବନଦାନ ମିଳିଥିଲା। ଏହାପରେ ସେ ଭାରତ ବିପକ୍ଷରେ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ, 58 ରନ୍ କରିଥିଲେ। ହେଲେ ଯେତେବେଳେ ସେ 50 ରନ୍ କରିଥିଲେ ସେତେବେଳେ ବନ୍ଧୁକ ଦେଖାଇ ଗନ୍ ସେଲିବ୍ରେସନ୍ କରିଥିଲେ। ଏମିତି କରିବା ହୁଏତ ଭାରତୀୟ ଖେଳାଳିଙ୍କୁ ଭଲ ଲାଗିନଥିଲା, ତା ସହିତ କୋଟି କୋଟି ଭାରତୀୟ କ୍ରିକେଟ ଫ୍ୟାନ୍କୁ ମଧ୍ୟ ଏହା ଭଲ ଲାଗିନଥିଲା। ତେବେ ଏତେଟା ସହଜ ନଥିଲା ତାଙ୍କର ଶେଷ ବ୍ୟାଟିଂ ଇନିଂସ ଯେଉଁ ଥିଲା, ତାଙ୍କର ଶେଷ 11ରୁ 12ଟି ବଲ୍ ଏତେଟା ସହଜ ନଥିଲା। ଭାରତୀୟ ବୋଲରଙ୍କୁ ସେ ଧୁଲେଇ କରିପାରିନଥିଲେ। ପ୍ରଥମରୁ ହୁଏତ କିଛିଟା ଭଲ ବ୍ୟାଟିଂ କରିଥିଲେ, ହେଲେ ଶେଷ ଆଡ଼କୁ 11ରୁ 12ଟି ବଲ୍ରେ ଶୁଭମନ ଗିଲ୍ ଶିବମ ଦୁବେ ଭଲ ବୋଲିଂ କରିଥିଲେ ଏବଂ ତାଙ୍କୁ ଏତେଟା ରନ୍ ଦେଇନଥିଲେ, ଯେଉଁଥିପାଇଁ କି ଭାରତ ତାଙ୍କୁ ଆଉଟ୍ କରିବା ସହ ପାକିସ୍ତାନକୁ ମାତ୍ର 171 ରନ୍ରେ ରୋକିପାରିଥିଲା। ତେବେ ସାହିବଜାଦା ଏମିତି କିଛି ଯେଉଁ ଗନ୍ ସେଲିବ୍ରେସନ୍ କରିଥିଲେ, ତାକୁ ଆପଣମାନେ କେମିତି ଦେଖୁଛନ୍ତି ଆମକୁ କମେଣ୍ଟ କରି କୁହନ୍ତୁ। ଏହି ମ୍ୟାଚ୍ରେ ଅନ୍ୟ ଏକ ଘଟଣା ବେଶ ରୋମାଞ୍ଚକର ବା ଆମେ କହିପାରିବା ଯେ ଚର୍ଚ୍ଚାରେ ରହିଛି, ତାହା ହେଉଛି ହାରିସ୍ ରଫ୍ ଭାରତର ଉଭୟ ଓପନର ଅଭିଷେକ ଶର୍ମା ଏବଂ ଶୁଭମନ ଗିଲ୍ 2 ଜଣଙ୍କୁ ନାଲି ଆଖି ଦେଖାଇଥିଲେ। ହେଲେ ଅଭିଷେକ ଶର୍ମା ତାଙ୍କୁ ସିଧା କହିଦେଇଥିଲେ ଏବଂ ଉଭୟ ଯେତେବେଳେ ଟକରାଟକରି ପରିସ୍ଥିତିକୁ ପଳାଇ ଆସିଥିଲେ, ସେତେବେଳେ ଅମ୍ପାୟାର 2 ଜଣଙ୍କ ମଝିରେ ଆସିଥିଲେ ଏବଂ ତାଙ୍କ 2 ଜଣଙ୍କୁ ପଳାଇ ଯିବା ପାଇଁ କହିଥିଲେ। ସେଇଠି ଶାନ୍ତ ପଡ଼ିଯାଇଥିଲା ପରିବେଶ। କିନ୍ତୁ ପାକିସ୍ତାନର ଗୋଟିଏ ଭୁଲ ଯେ ଆମେ କମ୍ ଖେଳିବୁ, ବେଶୀ ନାଲି ଆଖି ଦେଖେଇବୁ, ଏମିତି ଯେଉଁ ଚିନ୍ତାଧାରା, ତାହା ବର୍ତ୍ତମାନ ଭୁଲ ପ୍ରମାଣିତ ହୋଇଛି। କାରଣ ଭାରତକୁ ନାଲି ଆଖି ଦେଖେଇବା ମହଙ୍ଗା ପଡ଼ିଛି। କାରଣ ଗୋଟିଏ ପରେ ଗୋଟିଏ ମ୍ୟାଚ୍, ଏହି 2ଟି ମ୍ୟାଚ୍ ଯେତେବେଳେ ଆମେ 2025ର ଯେଉଁ ଏସିଆ କପ୍ ଦେଖିବା, ତେବେ ପ୍ରଥମ ଲିଗ୍ ପର୍ଯ୍ୟାୟରେ ହରାଇବା ଏବଂ ଏବେ ସୁପର 4ରେ ହରାଇବା ପାକିସ୍ତାନକୁ କେଉଁଠି ନା କେଉଁଠି ଲଜ୍ଜା ଆଣିଦେଇଛି। ହେଲେ ଲାଜରେ ବର୍ତ୍ତମାନ ମୁଣ୍ଡ ନୁଆଁଇବା ବଦଳରେ ପାକିସ୍ତାନର ଖେଳାଳିମାନେ ନାଲି ଆଖି ଦେଖାଉଛନ୍ତି, ଭାରତକୁ କହୁଛନ୍ତି ଯେ ଆମେ ସବୁକିଛି। ହେଲେ ସେମାନେ ଜାଣିପାରୁନାହାନ୍ତି ଯେ ଅଭିଷେକ ଶର୍ମାଙ୍କ ଭଳି ଧୂଆଁଧାର ବ୍ୟାଟ୍ସମ୍ୟାନ୍ ଭାରତୀୟ ଟିମ୍ରେ ଏବେ ରହିଛନ୍ତି। ହାରିସ୍ ରଫ୍ ଯେ 2022ରେ ବିରାଟ କୋହଲିଙ୍କ ଠାରୁ 2ଟି ଛକା ଖାଇଥିଲେ ଏବଂ ସେହି ମ୍ୟାଚ୍ରେ ପାକିସ୍ତାନ ଏକ ବଡ଼ ପରାଜୟ ବରଣ କରିଥିଲା। ସେତେବେଳେ
ଯେମିତି ମୁଣ୍ଡ ନୁଆଇଥିଲେ ଏବେ ମଧ୍ୟ ସେ ଅଭିଷେକ ଶର୍ମାଙ୍କ ପାଖରେ ମୁଣ୍ଡ ନୁଆଇଛନ୍ତି। ତା ସହିତ ଭାରତ ଆଗରେ ମଧ୍ୟ କେଉଁଠି ନା କେଉଁଠି ପାକିସ୍ତାନ ଖେଳାଳିଙ୍କୁ ଗୋଟିଏ କଥା ବୁଝିବାର ଅଛି ଯେ ଭାରତ ଆମ ବାପା ଏବଂ ସିଏ କ୍ରିକେଟର ଆମଠୁ ବହୁତ ଆଗରେ ଏବଂ ଆମେ ତାଠୁ କମ୍ରେ। ଏମିତି କିଛି ହୁଏତ ଚିନ୍ତା କରିବାର ଅଛି ପାକିସ୍ତାନକୁ, କିନ୍ତୁ ପାକିସ୍ତାନ ତାହା ବୁଝିବାକୁ ନାରାଜ। ସେମାନେ ସବୁବେଳେ କହୁଛନ୍ତି ଯେ ଆମେ ଭାରତଠୁ ବହୁତ ଆଗରେ, ଆମେ ଭାରତକୁ ହରାଇ ଦେବୁ, କିନ୍ତୁ ସେମିତି କିଛି ହୋଇପାରୁନାହିଁ। ଭାରତ ପାକିସ୍ତାନ ସୁପର 4 ମ୍ୟାଚ୍ରେ ଏମିତି କିଛି ଦେଖିବାକୁ ମିଳିଛି ଯେ ଭାରତ ମାତ୍ର 4ଟି ୱିକେଟ୍ ହରାଇ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି। ତେବେ ଦର୍ଶକ ବନ୍ଧୁ, ଆପଣମାନଙ୍କୁ କ'ଣ ଲାଗୁଛି ଯେ ହାରିସ୍ ରଫ୍ ହୁଅନ୍ତୁ କିମ୍ବା ସାଇବ୍ ଜାଦା, ଏମାନଙ୍କ ଭିତରୁ ଭାରତ ଯେମିତି ସେମାନଙ୍କୁ କଡ଼ା ଟକ୍କର ଦେଇଥିଲା, ତାହା ଠିକ୍ କି ଭୁଲ ଆପଣ ଆମକୁ କମେଣ୍ଟ କରି କୁହନ୍ତୁ।